ପିଲାମାନେ ଆମେ ବହୁତ ପରିଶ୍ରମ କରି ଏହି ପ୍ରଶ୍ନ ଉତ୍ତର ଗୁଡ଼ିକ ସିଲେକ୍ସନ୍ କରି ଭିଡ଼ିଓ ପ୍ରସ୍ତୁତି କରିଛୁ, ଯାହାକି ତୁମ ଏହି ବାର୍ଷିକ ପରୀକ୍ଷାରେ ଆସିବାର 100% ଚାନ୍ସ ରହିଛି। ସେଥିପାଇଁ ଏହି ସୁଯୋଗକୁ ହାତଛଡ଼ା ନ କରି ତୁରନ୍ତ ଏହାର ଲାଭ ଉଠାଅ। ତେବେ ଏବେ ଆସ ଦେଖିବା କେଉଁ ସବୁ ପ୍ରଶ୍ନ ଉତ୍ତର ଗୁଡ଼ିକ ରହିଛି। ପ୍ରଥମରେ ଅଛି ତଳ ଅନୁଚ୍ଛେଦ ଗୁଡ଼ିକୁ ପଢ଼ି ତଳ ଅନୁଚ୍ଛେଦଟି ପଢ଼ି 1ରୁ 6 ନମ୍ବର ପର୍ଯ୍ୟନ୍ତ ପ୍ରଶ୍ନ ଗୁଡ଼ିକ ଉତ୍ତର ଦିଅ। ସିଧାସଳଖ ଆମେ ପ୍ରଶ୍ନ ଉତ୍ତର ପାଖକୁ ଯିବା। ପ୍ରଥମ ପ୍ରଶ୍ନ ଅଛି, ରାଜୁ କେଉଁଠାରୁ ଥାଳି ପାଇଲା? ରାଜୁ କେଉଁଠାରୁ ଥାଳି ପାଇଲା? ଏହାର ସଠିକ୍ ଉତ୍ତରଟି ତୁମେ ଲେଖିବ ରାସ୍ତା କଡ଼ରୁ। ରାସ୍ତା କଡ଼ରୁ। ପରବର୍ତ୍ତୀ ପ୍ରଶ୍ନ ଅଛି, ରାଜୁ କାହିଁକି ଆଶ୍ଚର୍ଯ୍ୟ ହୋଇଗଲା? ରାଜୁ କାହିଁକି ଆଶ୍ଚର୍ଯ୍ୟ ହୋଇଗଲା? ରାଜୁ ଏହାର ଉତ୍ତରଟି ହେବ ତା ଆଗରେ, ଏଇଠି ଲେଖିବ ତା ଆଗରେ ଲୋକଟିଏ ଖାଇବା ଜିନିଷ ଧରି ଠିଆ ହୋଇଯିବାରୁ ଉତ୍ତରଟି ଆଉ ଥରେ କହିଦେଉଛି, ତା ଆଗରେ ଲୋକଟିଏ ଖାଇବା ଜିନିଷ ଧରି ଠିଆ ହୋଇଯିବାରୁ ତାକୁ ଆଶ୍ଚର୍ଯ୍ୟ ଲାଗିଲା କିମ୍ବା ସେ ଆଶ୍ଚର୍ଯ୍ୟ ହୋଇଗଲା। ପରବର୍ତ୍ତୀ ପ୍ରଶ୍ନର କହୁଛି, କୁହୁକ ଥାଳିରୁ କିପରି ଖାଦ୍ୟ ମିଳିଥିଲା? କୁହୁକ ଥାଳିରୁ କିପରି ଖାଦ୍ୟ ମିଳିଥିଲା? ଏହାର ଉତ୍ତର ହେବ ଥାଳିକୁ ହାତରେ ଘଷି ଦେବାରୁ। ଥାଳିକୁ ହାତରେ ଘଷି ଦେବାରୁ ଖାଦ୍ୟ ମିଳୁଥିଲା। ତାପରେ ଏବେ ଯିବା ଆମେ ପରବର୍ତ୍ତୀ ପ୍ରଶ୍ନକୁ। ସେ ହାତରେ ଥାଳିକୁ ଘଷିଲା। ଏଠାରେ ଘଷିଲା ଗୋଟିଏ କ'ଣ? ଏଠାରେ ଘଷିଲା ହେଉଛି ଗୋଟିଏ କାମ। ଏହାକୁ ଉତ୍ତରରେ ଲେଖିବ। ପରବର୍ତ୍ତୀ ପ୍ରଶ୍ନ ଅଛି, କେଉଁଟି ନିର୍ଲୋଭ ଶବ୍ଦର ବିପରୀତ ଅର୍ଥ ବୁଝାଉଥିବା ଶବ୍ଦ? ଏହାର ସଠିକ୍ ଉତ୍ତରଟି ହେଉଛି ଲୋଭ। ଏହାକୁ ଏହି ଉତ୍ତର ସ୍ଥାନରେ ଲେଖିବ। ପରବର୍ତ୍ତୀ ପ୍ରଶ୍ନ, କୁହୁକ ପରେ ଥାଳି ଲାଗି କୁହୁକ ଥାଳି ହୋଇଛି। ସେହିପରି କୁହୁକ ପରେ ଆଉ ଏକ ଶବ୍ଦ ଲଗାଇ ନୂଆ ଶବ୍ଦଟିଏ ଲେଖ। କୁହୁକ ଖେଳ। ତୁମେ ଲେଖିବ ଏଇଠି କୁହୁକ ଖେଳ। କୁହୁକ ଖେଳ। ପରବର୍ତ୍ତୀ ପ୍ରଶ୍ନ, ତଳେ ଦିଆଯାଇଥିବା ଗୀତଟିକୁ ପଢ଼ି 7ରୁ 10 ନମ୍ବର ପର୍ଯ୍ୟନ୍ତ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ। ପିଲାମାନେ ସିଧାସଳଖ ଆମେ ପ୍ରଶ୍ନ ଉତ୍ତର ପାଖକୁ ଯିବା।
ବିଦେଶୀମାନଙ୍କର ଲୋଭ ବଢ଼ିଲା କାହିଁକି? ଏହାର ଉତ୍ତରରେ ତୁମେ ଲେଖିବ ଆମ ଦେଶର ଧନରତ୍ନ ତଥା ଯଶ ବିଭବ ଦେଖି ବିଦେଶୀମାନଙ୍କର ଲୋଭ ବଢ଼ିଲା। ତାପରେ ଏବେ ଆମେ ଯିବା ପରବର୍ତ୍ତୀ ପ୍ରଶ୍ନକୁ। ବିଦେଶୀମାନେ କିପରି ଆମ ଦେଶକୁ ଦଖଲ କଲେ? ବିଦେଶୀମାନେ କିପରି ଆମ ଦେଶକୁ ଦଖଲ କଲେ? ଏହାର ଉତ୍ତରରେ ତୁମେ ଲେଖିବ ସେମାନେ ଆମକୁ ଗୁଳି ବନ୍ଧୁକ ଦେଖାଇ ଡରାଇଲେ ଏବଂ ଆମ ଦେଶକୁ ଦଖଲ କଲେ। ପରବର୍ତ୍ତୀ ପ୍ରଶ୍ନ, କେଉଁମାନଙ୍କୁ ବିଦେଶୀ କୁହାଯାଏ? କେଉଁମାନଙ୍କୁ ବିଦେଶୀ କୁହାଯାଏ? ଏହାର ସଠିକ୍ ଉତ୍ତରଟି ହେଉଛି ଯେଉଁମାନେ ନିଜ ଦେଶ ବାହାରେ ବାସ କରନ୍ତି। ଏହାକୁ ଏହି ଉତ୍ତର ସ୍ଥାନରେ ଲେଖିବ। ପରବର୍ତ୍ତୀ ପ୍ରଶ୍ନ, ଏଠାରେ ବିଭବ ଶବ୍ଦର ଅର୍ଥ କ'ଣ? ଏଠାରେ ବିଭବ କହିଲେ ହେଉଛି ସମ୍ପତ୍ତି। ଏହାକୁ ଏହି ଉତ୍ତର ସ୍ଥାନରେ ଲେଖିବ। ପରବର୍ତ୍ତୀ ପ୍ରଶ୍ନ, ସାରଣୀରୁ ଅକ୍ଷର ନେଇ 4ଟି ଯୁକ୍ତାକ୍ଷର ଥିବା ଶବ୍ଦ ଗଢ଼ ଓ ଲେଖ। ସାରଣୀରୁ ଅକ୍ଷର ନେଇ 4ଟି ଯୁକ୍ତାକ୍ଷର ଥିବା ଶବ୍ଦ ଗଢ଼ ଓ ଲେଖ। ଏହି ଉତ୍ତରମାନଙ୍କ ସ୍ଥାନରେ ତୁମେ 4ଟି ଶବ୍ଦ ଲେଖିବ। ପ୍ରଥମେ ଲେଖିବ ଗଣ୍ଡା, ଏହାକୁ ଏଇଠି ଲେଖିବ। ତାପରେ ଲେଖିବ ଲଣ୍ଠନ, ଏଇଠି ଲେଖିବ। ତାପରେ ଲେଖିବ କଣ୍ଟା, ଏଇଠି ଲେଖିବ। ତାପରେ ଲେଖିବ କଙ୍କଡ଼ା, ଏଇଠି ଲେଖିବ। 1 2 3 4। ଧନ୍ୟବାଦ। ପରବର୍ତ୍ତୀ ପ୍ରଶ୍ନ, ତଳଲିଖିତ ଶବ୍ଦକୁ ବ୍ୟବହାର କରି ବାକ୍ୟ ଲେଖ। ତଳଲିଖିତ ଶବ୍ଦକୁ ବ୍ୟବହାର କରି ବାକ୍ୟ ଲେଖ। ପ୍ରଥମରେ ଅଛି ଗୌରବ, ଏଇଠି ଲେଖିବ ତୁମେ ଆମେ ଜଣେ ଭାରତୀୟ ବୋଲି ଗୌରବ ଅନୁଭବ କରୁ। ଏଇଠି ତୁମେ ଲେଖିବ ଆମେ ଭାରତୀୟ ବୋଲି ଗୌରବ କରୁଁ। ତାପରେ ଅଛି ଆଦାଲତ, ତୁମେ ଏଇଠି ଲେଖିବ ଆଦାଲତରେ ନ୍ୟାୟ ଅନ୍ୟାୟ ବିଚାର କରାଯାଏ। ପରବର୍ତ୍ତୀ ପ୍ରଶ୍ନ, ତଳ ଚିତ୍ରକୁ ଦେଖି 3ଟି ବାକ୍ୟ ଲେଖ। ତଳ ଚିତ୍ରକୁ ଦେଖି
ତିନୋଟି ବାକ୍ୟ ଲେଖ। ପ୍ରଥମ ବାକ୍ୟଟି ଲେଖିବ ଏହା ହେଉଛି ଏକ ଖେଳ ପଡ଼ିଆ। ଏହା ହେଉଛି ଏକ ଖେଳ ପଡ଼ିଆ। ତାପରେ ଦ୍ୱିତୀୟ ବାକ୍ୟଟି ଲେଖିବ ଦୁଇ ଜଣ ଯୁବକ ଏବଂ ମହିଳା ଖେଳ ଦେଖୁଛନ୍ତି। ତାପରେ ଲେଖିବ ପଡ଼ିଆରେ ଅନେକ ଖେଳାଳି ଖେଳୁଛନ୍ତି। ପରବର୍ତ୍ତୀ ପ୍ରଶ୍ନ, ବୁଲାଇ ନେବି ମେଳାକୁ ତୋତେ ଦେଖିବୁ କେତେ ଜାତ। ଏହାକୁ କଥାରେ ଲେଖ। ଏହାର ଅର୍ଥ ହେଉଛି ଅନେକ ଉତ୍ସବ ଦେଖିବୁ। ପରବର୍ତ୍ତୀ ପ୍ରଶ୍ନ, ବନ୍ଧନୀ ମଧ୍ୟରୁ ଉପଯୁକ୍ତ ଅକ୍ଷର ବାଛି ଶୂନ୍ୟସ୍ଥାନ ପୂରଣ କର। ବନ୍ଧନୀ ମଧ୍ୟରୁ ଉପଯୁକ୍ତ ଅକ୍ଷର ବାଛି ଶୂନ୍ୟସ୍ଥାନ ପୂରଣ କର। ଏଇଠି ଅଛି ନି ଡେକ୍ସ ନ। ଏହାର ସଠିକ୍ ଉତ୍ତରଟି ହେବ ନିର୍ଦ୍ଧନ। ଏହି ପ୍ରଥମ ଅକ୍ଷରଟି ହିଁ ଏଇଠି ଲେଖିବ। ତାପରେ ଅଛି ମ ଡେକ୍ସ ଳ। ଏଇଠି ହେବ ଶେଷ ଅକ୍ଷରଟି ହେବ ଏଇ ଶୂନ୍ୟସ୍ଥାନ ଜାଗାରେ ଲେଖିବ। ତାପରେ ଅଛି ଯେପରି ଶରଧାରୁ ଶ୍ରଦ୍ଧା ହୁଏ ସେହିପରି କ'ଣ ହେବ? ବରଷାରୁ ବର୍ଷା। ଏଇଠି ଲେଖିବ ତୁମେ ବର୍ଷା। ତାପରେ ଅଛି ଶୟନ। ଏଇଠି ତୁମେ ଲେଖିବ ଶୂନ୍ୟ। ପରବର୍ତ୍ତୀ ପ୍ରଶ୍ନ, ଏକାଭଳି ଶୁଣାଯାଉଥିବା ଶବ୍ଦ ଲେଖ। ଏକାଭଳି ଶୁଣାଯାଉଥିବା ଶବ୍ଦ ଲେଖ। ଏଇଠି ଅଛି ବଣି ଖଣି, ଡାଳେ ତାଳେ। ତୁମେ ଏଇଠି ଲେଖିବ ତାଳେ। ତାପରେ ଅଛି ମରତ ଶରତ। ଏଇଠି ଅଛି ବରଷ। ତୁମେ ଲେଖିବ ପରଶ। ପରଶ। ପରବର୍ତ୍ତୀ ପ୍ରଶ୍ନକୁ ଯିବା। ଦଳ ଦଳ ପରି ସମାନ ଯୋଡ଼ା ଶବ୍ଦଟିକୁ ବନ୍ଧନୀରୁ ବାଛି ଲେଖ। ଦଳ ଦଳ ପରି ସମାନ ଯୋଡ଼ା ଶବ୍ଦଟିକୁ ବାଛି ଲେଖ। କଳ କଳ। ଏଇଠି ହେବ କଳ କଳ। ଏହାକୁ ଏଇଠି ଲେଖିବ। ପରବର୍ତ୍ତୀ ପ୍ରଶ୍ନ ଅଛି, ତୁମେ ଯଦି ଗଛଟିଏ ହୋଇଥାନ୍ତ ତେବେ କ'ଣ କରିଥାନ୍ତ? 4ଟି ବାକ୍ୟରେ ଲେଖ। ତୁମେ ଲେଖିବ ପିଲାମାନେ, ମୁଁ ଗଛଟିଏ ହୋଇଥିଲି। ତୁମେ ଲେଖିବ ପିଲାମାନେ, ମୁଁ ଗଛଟିଏ ହୋଇଥିଲେ ସମସ୍ତଙ୍କର ଉପକାର କରିଥାନ୍ତି। ପ୍ରଥମ ବାକ୍ୟ ହେଲା। 2 ନମ୍ବର ବାକ୍ୟରେ ଲେଖିବ, ମୁଁ ଭୋକିଲାକୁ ଫଳ ଦେଇଥାନ୍ତି। ତାପରେ ତୃତୀୟ ବାକ୍ୟରେ ଲେଖିବ, ମୁଁ ବାଟୋଇକୁ ଛାଇ ପ୍ରଦାନ କରିବି। ମୁଁ ବାଟୋଇକୁ ଛାଇ ପ୍ରଦାନ କରିଥାନ୍ତି। ଏବଂ ଚତୁର୍ଥ ବାକ୍ୟଟି ଲେଖିବ, ମୁଁ ଘରହୀନକୁ ମୋ କାଠ ଡାଳ ପତ୍ର ଦେଇ ଘର
କୁଡ଼ିଆ ତିଆରି କରିବାକୁ କହିଥାନ୍ତି। ଠିକ୍ ଅଛି, ପରବର୍ତ୍ତୀ ପ୍ରଶ୍ନ। ବନ୍ଧନୀ ମଧ୍ୟରୁ ଉପଯୁକ୍ତ ଶବ୍ଦ ବାଛି ଶୂନ୍ୟସ୍ଥାନ ପୂରଣ କର। ଏଠାରେ ଆମେ ଶୂନ୍ୟସ୍ଥାନ ପୂରଣ କରିବା। କ'ଣ ହେବ ଦେଖିବା। ମହାଶୟ ନମସ୍କାର, ଆମ ଡେସ୍କ ପୂଜା ପାଳନ କରାଯାଉଛି। ଆମ ବିଦ୍ୟାଳୟରେ, ଏଇଠି ଲେଖିବ ବିଦ୍ୟାଳୟରେ, ଆମ ବିଦ୍ୟାଳୟରେ ସରସ୍ୱତୀ ପୂଜା ପାଳନ କରାଯାଉଛି। ସେଥିରେ ଯୋଗଦାନ କରିବା ପାଇଁ ଆପଣଙ୍କୁ ଅନୁରୋଧ, ଏଇଠି ଲେଖିବ ଅନୁରୋଧ। ଧନ୍ୟବାଦ ପିଲାମାନେ।